ପିପି ମ୍ୟୁଜିକ୍ ଗସ୍ପେଲ୍ ଚ୍ୟାନେଲ୍ ଆନୁକୂଲ୍ୟରେ ଆଜି ବାକ୍ୟ ପ୍ରକାଶ କରିବା ନିମନ୍ତେ ପ୍ରଭୁ ଆଜି ସୁଯୋଗ ଦେଇଥିବା ହେତୁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱର ସନାଧିପତି ସଦାପ୍ରଭୁଙ୍କ ମହାନ ନାମକୁ ଉଚ୍ଚୀକୃତ କରୁଅଛି, ତାଙ୍କର ଗୌରବ ଦେଉଛି ଏବଂ ହୃଦୟର କୃତଜ୍ଞତା ପ୍ରକାଶ କରୁଛି। ଏହି ଚ୍ୟାନେଲ୍ ମାଧ୍ୟମରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକ ବନ୍ଧୁମାନଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ମୋର ନମସ୍କାର ଜଣାଉଅଛି। ଆଜିର ଯେଉଁ ବାକ୍ୟ ଆଲୋଚନା ତାର ପ୍ରସଙ୍ଗ ହେଉଛି ଅଧର୍ମର ପରିଣାମ। କାରଣ ସତ୍ୟ ଜଗତରେ ପ୍ରକାଶିତ ହେଲା ଈଶ୍ୱରଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ। ଧର୍ମଶାସ୍ତ୍ର ବାଇବେଲ ପ୍ରକାଶ କରେ ଯେ ଏହା ହେଉଛି ଚିରନ୍ତନ ସତ୍ୟ। ସେ ସ୍ୱର୍ଗସ୍ଥ ପରମେଶ୍ୱର ହୋଇ ମଧ୍ୟ ପୁତ୍ର ଭାବେ ମନୁଷ୍ୟ ରୂପରେ ଜନ୍ମ ନେଲେ, ଏ ଜଗତକୁ ଆସିଲେ, ଯେପରି ସେ ଆମମାନଙ୍କୁ ପାପର ଦଣ୍ଡରୁ ମୁକ୍ତି ଦିଅନ୍ତି। ପାପର ଦଣ୍ଡରୁ ମୁକ୍ତି ଦେବାର ଏକମାତ୍ର ମାଧ୍ୟମ ହେଉଛି ବହୁମୂଲ୍ୟ ରକ୍ତର ଆବଶ୍ୟକ। ପୁରାତନ କାଳରେ ମେଷ ବୃଷ ପକ୍ଷୀମାନଙ୍କର ବଳି କରାଯାଉଥିଲା। ବଳିକୃତ ରକ୍ତ ଦ୍ୱାରା ପାପମୋଚନ କରାଯାଉଥିବାର ବ୍ୟବସ୍ଥା ଥିଲା। କିନ୍ତୁ କାଳକ୍ରମେ ଦେଖାଗଲା ଯେ ପଶୁର ରକ୍ତର ବଳିରେ ପାପ କ୍ଷମା ପ୍ରାୟଶ୍ଚିତ ହୋଇପାରିଲା ନାହିଁ। ସେଥିପାଇଁ ଈଶ୍ୱର ଆପଣଙ୍କର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ, ଯିଏକି ସେ ମେଷ ଶାବକ ପରି ବଳିକୃତ ମେଷ ଶାବକ ସ୍ୱରୂପେ କ୍ରୁଶ କାଠ ଉପରେ ବିନା ଦୋଷରେ ଆମ ସମସ୍ତଙ୍କର ପାପର ଦଣ୍ଡର ବ୍ୟବସ୍ଥାକୁ ସେ ନିଜ ଶରୀର ଉପରେ ନେଲେ, ଯେପରି ଆମେ ସମସ୍ତେ ସେ ପାପର ଦଣ୍ଡରୁ ମୁକ୍ତ ହୋଇପାରିବା। ଯେଉଁମାନେ ବିଶ୍ୱାସ କଲେ, ଯେଉଁମାନେ ସତ୍ୟକୁ ଗ୍ରହଣ କଲେ, ସେମାନେ ଆଶୀର୍ବାଦର ଅଧିକାରୀ ହେଲେ। ଏବଂ ଯେଉଁମାନେ ସତ୍ୟକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ ଯେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଅନ୍ତି। ଆଜିର ପ୍ରସଙ୍ଗ ସେଥିପାଇଁ ଆଲୋଚନାର ପ୍ରସଙ୍ଗ ସାଧୁ ପାଉଲ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସହଦାସ। ସେ ଥେସଲୋନି ମଣ୍ଡଳୀକୁ ଯେଉଁ ବାକ୍ୟଟି ପ୍ରକାଶ କରୁଛନ୍ତି, ଆଜି ତାହା ହେଉଛି ଆମର ଆଲୋଚନାର ବିଷୟ। ତାହା ହେଉଛି ଦ୍ୱିତୀୟ ଥେସଲୋନିକୀୟ 2:12। ସେ ସ୍ଥାନରେ ଏହି ପ୍ରକାର ଲେଖାଯାଏ, ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି। ଆଜିର ପ୍ରସଙ୍ଗ ହେଉଛି ଅଧର୍ମର ପରିଣାମ। ତେବେ ପ୍ରଥମେ ଆଜି ଆଲୋକପାତ କରିବା ଯେ ସତ୍ୟ କ'ଣ। ସତ୍ୟ ଯୋହନଙ୍କ ପୁସ୍ତକରେ ଯୋହନ ଯେ ଶିଷ୍ୟ ପ୍ରକାଶ କରୁଛନ୍ତି, କିନ୍ତୁ ଅନୁଗ୍ରହ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ହେଲା। ସେହି ଯୋହନ ମଧ୍ୟ ପ୍ରଥମ ଯୋହନ ତାର 4ରେ ଲେଖାଯାଏ 9 ପଦରେ, ଈଶ୍ୱରଙ୍କ ପ୍ରେମ ଆମମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ ସେ ଅର୍ଥାତ୍ ଈଶ୍ୱର ଆପଣର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ଜୀବନ ପ୍ରାପ୍ତ ହେଉ। ଜୀବନ ପ୍ରାପ୍ତ ହେଉର ଅର୍ଥ ହେଉଛି ଅନନ୍ତକାଳୀନ ଏକ ଜୀବନରେ ପ୍ରବେଶ କରୁ, ଯେଉଁ ଜୀବନରେ ରୋଗ ନାହିଁ କି ଶୋକ ନାହିଁ କି ବ୍ୟଥା ନାହିଁ, କିଏ ବା ମୃତ୍ୟୁ ନାହିଁ। କାରଣ କ୍ରୁଶ ଉପରେ ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଲୋପ କରିଅଛନ୍ତି। ଏଇ ଯେଉଁ ସତ୍ୟ ପ୍ରକାଶିତ ହେଲା, ସେଇ ସତ୍ୟ ହେଉଛି ତାହାଙ୍କ ଦ୍ୱାରା ଯେପରି ଜଗତର ଲୋକମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ବିଶ୍ୱାସ କରନ୍ତି ଯେ ମୋର ପାପର ଦଣ୍ଡକୁ ସେ ତାହାଙ୍କ ଶରୀର ଉପରେ ନେଲେ, ଏହା ଯଦି ଆମେ ବିଶ୍ୱାସ କରିବା, ତେବେ ଆମେ ସେଇ ପାପର ଦଣ୍ଡରୁ ରକ୍ଷାପ୍ରାପ୍ତ ହୋଇପାରିବା। ଏହି ସତ୍ୟକୁ ଯେଉଁମାନେ ଗ୍ରହଣ କରନ୍ତି, ସେମାନେ ତାଙ୍କର ସନ୍ତାନ ହୁଅନ୍ତି, ଆଶୀର୍ବାଦର ଅଧିକାରୀ ହୁଅନ୍ତି। ସେଥିପାଇଁ ଜୋନ୍ 3:17 ଲେଖାଯାଏ, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାଙ୍କ ପୁତ୍ର ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ୱର୍ଗସ୍ଥ ପରମେଶ୍ୱର ପ୍ରେରଣ କଲେ। ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ରକ୍ଷା ପାଇବାର ଏକମାତ୍ର ମାର୍ଗ ହେଉଛି ବହୁମୂଲ୍ୟ ରକ୍ତ। ରକ୍ତ ଏକମାତ୍ର ମାଧ୍ୟମ ଯାହାକି ମନୁଷ୍ୟର ପାପକୁ କ୍ଷମା କରିପାରେ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ, ଯେଉଁ ରକ୍ତ ସମ୍ବନ୍ଧରେ ପ୍ରଥମ ପିତର 1:19 ଏବଂ ଏବ୍ରୀମାନଙ୍କ ପୁସ୍ତକ 7:26 ଲେଖାଯାଏ ଯେ ନିଖୁନ୍ତ ଏବଂ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତରେ ତୁମେ ମୁକ୍ତ ହୋଇଅଛ। ନିଖୁନ୍ତ, ନିଷ୍କଳଙ୍କ, ନିର୍ଦାଗ,
ପାପୀମାନଠାରୁ ପୃଥକୀକୃତ ଓ ଆକାଶମାଳାରୁ ଉଚ୍ଚୀକୃତ। ଲେଖାଯାଏ ନିଖୁନ୍ତ ଏବଂ ନିଷ୍କଳଙ୍କ ମେଷଶାବକ ସଦୃଶ୍ୟ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତରେ। କୃଷ ଉପରେ ସେ ଯେଉଁ ରକ୍ତ ପାତିତ କଲେ, ସେ ଆମମାନଙ୍କର ଅଧର୍ମ ନିମନ୍ତେ ତା ପାତିତ କଲେ। ଅର୍ଥାତ୍ ଆମେ ଯେପରି ଅଧର୍ମରୁ ଫେରି ଏକ ପବିତ୍ର, ସିଦ୍ଧ ଏବଂ ଧାର୍ମିକ ଜୀବନ କାଟୁ। ତିତସ୍ଙ୍କ ପୁସ୍ତକ 2 ଏବଂ 14 ଲେଖାଯାଏ ଯେ ସମସ୍ତ ଅଧର୍ମରୁ ମୁକ୍ତ କରିବା ପାଇଁ ସେ ଆମକୁ ଦେଲେ। ଅର୍ଥାତ୍ ସେ ଆମ ପାଇଁ ଯେଉଁ ବହୁମୂଲ୍ୟ ରକ୍ତ ବୁହାଇଲେ, ଆମର ଅଧର୍ମଜନିତ ପାପରୁ ଯେପରି ଆମେ ମୁକ୍ତ ହଉ। ଯଦି ଯିଶାୟା 53 ଅଧ୍ୟାୟ 5କୁ ଯିବା, ସେଠି ଲେଖାଯାଏ ଯେ ସେ ଆମମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଏବଂ ଆମମାନଙ୍କ ପାପ ନିମନ୍ତେ ସେ ଚୂର୍ଣ୍ଣୀଭୂତ ହେଲେ। ଆମମାନଙ୍କର ଅଧର୍ମ, ତାଙ୍କର ଅଧର୍ମ ନୁହେଁ, ଅଧର୍ମ ନିମନ୍ତେ ସେ କ୍ରୁଶରେ ହତ ହେଲେ, ସେ ପ୍ରାୟଶ୍ଚିତ ସାଧନ କଲେ ଏବଂ ତାଙ୍କର ବହୁମୂଲ୍ୟ ରକ୍ତରେ ଆମେମାନେ ମୁକ୍ତ ହୋଇଅଛୁ। କଲୋସୀ 1:20 ଲେଖାଯାଏ ଯେ ସେ ତାଙ୍କ କ୍ରୁଶର ରକ୍ତରେ ଶାନ୍ତି ସ୍ଥାପନ କଲେ, ଯେଉଁ ଶାନ୍ତି ଦ୍ୱାରା ଈଶ୍ୱର ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ଏକ ମିଳନ ହେଲା। କାରଣ ଈଶ୍ୱରଙ୍କର ମନୁଷ୍ୟମାନଙ୍କ ମଧ୍ୟରେ କ୍ରୁଶରେ ରକ୍ତପାତ ପୂର୍ବରୁ ଏକ ମିଳନର ଅବସ୍ଥା ନଥିଲା, ଏକ ବିଚ୍ଛେଦର ଅବସ୍ଥା ଥିଲା। ଏଇଥିପାଇଁ ଆଉ ସେ ବିଚ୍ଛେଦର ଏକମାତ୍ର କାରଣ ଥିଲା ହେଉଛି ପାପ। ଯିଶାୟା 59 ଲେଖାଯାଏ ସେ ପାପ ଈଶ୍ୱର ମନୁଷ୍ୟଙ୍କୁ ବିଚ୍ଛିନ୍ନ କରିଥିଲା। କିନ୍ତୁ ନିଖୁନ୍ତ ନିଷ୍କଳଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ପାତିତ ହେବା ଦ୍ୱାରା ଈଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ଗୋଟେ ମିଳନ ଆସିଲା, ଗୋଟେ ଶାନ୍ତି ଆସିଲା ଏବଂ ଯେଉଁମାନେ ତାକୁ ବିଶ୍ୱାସ କରନ୍ତି ସେମାନେ ଏ ଅଧର୍ମଜନିତ ପାପରୁ ମୁକ୍ତ ହୁଅନ୍ତି। ତେବେ ଅଧର୍ମ କ'ଣ? ନା ଅଧର୍ମ ହେଉଛି ଯାହାକି ଧର୍ମଶାସ୍ତ୍ର ବାଇବଲ ଲେଖାଯାଏ ରୋମୀ ତାର 1 ଅଧ୍ୟାୟରେ 29-32 ଯେ ସମସ୍ତ ପ୍ରକାର ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ, ମନ୍ଦତା, ଦାମ୍ଭିକ, ଅହଙ୍କାରୀ, ଦୁଷ୍କର୍ମ, ପିତାମାତାଙ୍କର ଅନାଜ୍ଞା ଭାବ, ନିୟମ ଭଗ୍ନକାରୀ, ବ୍ୟଭିଚାର, ରକ୍ତପାତ, ଏ ସମସ୍ତ ହେଉଛି ଅଧର୍ମ। ସେଥିପାଇଁ ଥେସଲୋନିକ ମଣ୍ଡଳୀକୁ ପାଉଲ କହିଲେ, ଯେଉଁମାନେ ଏହି ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ, ଗୋଟେ ଶବ୍ଦ ପାଉଲ ପ୍ରକାଶ କରୁଛି ସନ୍ତୁଷ୍ଟ। ଆଜିର ଏହି ବିଷୟ ସାଧାରଣତଃ ସମାଜରେ ଦେଖିବାକୁ ମିଳେ ଯେ ଅନେକ ଏହି ଅଧର୍ମ କରି ସନ୍ତୁଷ୍ଟ ହୋଇଛନ୍ତି। ସେମାନେ ଦୁଷ୍କର୍ମ କରୁଛନ୍ତି କିନ୍ତୁ ଆନନ୍ଦ କରୁଛନ୍ତି। କାହିଁକି? ସେମାନେ ଅଧର୍ମର ପରିଣାମ ଜାଣନ୍ତି ନାହିଁ। ଶାସ୍ତ୍ର ଲେଖାଯାଏ ଯେ ଯେଉଁମାନେ ଅଧର୍ମରେ ସନ୍ତୁଷ୍ଟ ହୋଇଛନ୍ତି, ଯେଉଁମାନେ ଦୁଷ୍କର୍ମରେ ଆନନ୍ଦ କରୁଛନ୍ତି, ଯେଉଁମାନେ ସତ୍ୟରେ ବିଶ୍ୱାସ କରନ୍ତି ନାହିଁ, ଯେଉଁମାନେ ସତ୍ୟକୁ ସ୍ୱୀକାର କରନ୍ତି ନାହିଁ, ଯେଉଁମାନେ ସତ୍ୟକୁ ଆକର୍ଷିତ ହୁଅନ୍ତି ନାହିଁ, ଯେଉଁମାନେ ଅଧର୍ମରୁ ମୁକ୍ତ ହେବା ପାଇଁ ଇଚ୍ଛା କରନ୍ତି ନାହିଁ, ସେମାନେ ଯେ ଈଶ୍ୱରଙ୍କର ଦଣ୍ଡର ପାତ୍ର ହୁଅନ୍ତି, ଏହା ଆଜି ଆମକୁ ଜାଣିବା ପାଇଁ ଅଛି। ଏହା କେବଳ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ପ୍ରକାଶ କରେ। ସେଥିପାଇଁ ପାଉଲ କହିଲେ ଯେଉଁମାନେ ଅଧର୍ମରେ ସନ୍ତୁଷ୍ଟ ହୋଇଛନ୍ତି ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି। ଆଉ ସେ ଦଣ୍ଡର ପାତ୍ରର କେବଳ ଈଶ୍ୱର ହିଁ ଦଣ୍ଡଦାତା ପରମେଶ୍ୱର, ସିଏ ସମସ୍ତଙ୍କୁ ଦଣ୍ଡିତ କରାନ୍ତି। ସେଥିପାଇଁ ତିତସ 2:12 ପାଉଲ ତିତସ ମଣ୍ଡଳୀକୁ କହିଲେ, ଆମ୍ଭେମାନେ ଯେପରି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ। ମୋର ପ୍ରିୟମାନେ, ଈଶ୍ୱର ଏଥିପାଇଁ ମନୁଷ୍ୟକୁ ରଚନା କଲେ। କିନ୍ତୁ ମନୁଷ୍ୟ ଯେତେବେଳେ ପାପର ପଙ୍କରେ ବୁଡ଼ିତ ହେଲା, ଅନନ୍ତ କାଳ ସ୍ଥାୟୀ ମୃତ୍ୟୁର ଅଧୀନ ହେଲା, ସେତେବେଳେ ଈଶ୍ୱର ସ୍ୱର୍ଗସ୍ଥ ସିଂହାସନରେ ବସିଥିବା ତାଙ୍କର ଏକମାତ୍ର ପୁତ୍ରକୁ ମନୁଷ୍ୟ ରୂପରେ ଜଗତକୁ ପଠାଇଲେ। ସେ କ୍ରୁଶ ଉପରେ ଆପଣାର ପ୍ରାଣ ଦେଲେ, ଯେପରି ଆମେ ପାପର ବ୍ୟବସ୍ଥାରୁ ମୁକ୍ତ ହେଉ, ଯେପରି ଆମେ ଶୁଦ୍ଧ ବିବେକରେ ତାଙ୍କ ସେବା କରୁ ଏବଂ ଯେପରି ଆମେ ସତ୍କାର୍ଯ୍ୟରେ ପ୍ରବୃତ୍ତ ହୋଇ ପବିତ୍ର ଜୀବନ, ଧାର୍ମିକ ଜୀବନ, ସୁବୁଦ୍ଧିର ଭାବେ ଜୀବନ କାଟୁ। ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ସେଥିପାଇଁ ଜୋହନ 8:32 ଲେଖାଯାଏ, ପୁଣି ତୁମମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ଯେତେବେଳେ ଏହି ସତ୍ୟ ମନୁଷ୍ୟ ଜ୍ଞାତ ହୁଏ, ଯେତେବେଳେ ଏହି ସତ୍ୟ ମନୁଷ୍ୟକୁ ଆପଣାର କରେ, ଯେତେବେଳେ ସତ୍ୟ ମନୁଷ୍ୟ ଏହି ସତ୍ୟକୁ ଗ୍ରହଣ କରେ, ସେତେବେଳେ ଶାସ୍ତ୍ର ଲେଖାଯାଏ ଏହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। କେଉଁଠାରୁ ମୁକ୍ତ କରିବ? ଜେଲଖାନାରୁ ନୁହେଁ ମୋର ପ୍ରିୟମାନେ। ଏହି ସତ୍ୟ ମନୁଷ୍ୟକୁ ତାର ଅଧର୍ମ କାର୍ଯ୍ୟରୁ, ଦଣ୍ଡର ବ୍ୟବସ୍ଥାରୁ, ମହାକ୍ରୋଧରୁ ଏବଂ ଈଶ୍ୱରଙ୍କର ସେହି ଦଣ୍ଡରୁ ସେ ମୁକ୍ତ ହୁଏ। ଶାସ୍ତ୍ର ଲେଖାଯାଏ ଏହି ସତ୍ୟ ଯେତେବେଳେ ମନୁଷ୍ୟ ଜ୍ଞାତ ହେବ, ଏ ସତ୍ୟ ତୁମକୁ ମୁକ୍ତ କରିବ। ସେଥିପାଇଁ
ଯୋହନ 18 ପର୍ବ 37 ପଦରେ ନିଜେ ଯୀଶୁ ଉତ୍ତର ଦେଲେ, ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଛି ଏବଂ ଜଗତକୁ ଆସିଅଛି। ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ ଏବଂ ନିଜେ ଯୀଶୁ କହିଲେ, ମୁଁ ସେଇ ପଥ, ମୁଁ ସେଇ ସତ୍ୟ, ମୁଁ ସେଇ ଜୀବନ। ଏହି ସତ୍ୟରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଜୀବନ ପ୍ରାପ୍ତ ହୁଅନ୍ତି। ସେ ଜୀବନ କେବଳ ଇହକାଳ ନୁହେଁ, ମାତ୍ର ପରକାଳ ଏବଂ ଅନନ୍ତକାଳୀନ ଜୀବନ, ଯେଉଁ ଜୀବନ କି ଚିରସ୍ଥାୟୀ ଆନନ୍ଦ ଆମମାନଙ୍କ ମସ୍ତକରେ ଭୂଷଣ ହୁଏ। ସେଥିପାଇଁ ପ୍ରଥମ ଥେସଲୋନିକୀୟ 4 ପର୍ବ 7 ଏବଂ 8 ପଦରେ ପାଉଲ ଥେସଲୋନି ମଣ୍ଡଳୀକୁ ଏହି ପ୍ରସଙ୍ଗ ଉପରେ ଆଉ ଥରେ ଚେତନାମୂଳକ ସମ୍ବାଦ ପ୍ରକାଶ କରିବାକୁ ଯିଏ କହୁଛନ୍ତି, କାରଣ ଈଶ୍ୱର ଆମ୍ଭମାନଙ୍କୁ ଅସୁଚିତାର ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି। ଏହା ସର୍ବତ ଭାବେ ଗ୍ରହଣଯୋଗ୍ୟ, ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ, କାରଣ ଏହି ବାକ୍ୟ ନିଶ୍ଚୟ ସମସ୍ତେ ଏକମତ ହେବେ ଯେ ଈଶ୍ୱର ଆମକୁ କେବେ ହେଲେ ଅସୁଚିତାର ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ କରିନାହାନ୍ତି। କାରଣ ଈଶ୍ୱର ଆମ ସମସ୍ତଙ୍କୁ ପବିତ୍ର ହେବା ନିମନ୍ତେ ପବିତ୍ର ଜୀବନ ଯାପନ କରିବା କରିଅଛନ୍ତି, ଆହ୍ୱାନ କରିଅଛନ୍ତି। ଏହା ସମସ୍ତେ ଗ୍ରହଣ କରିବେ, ଏହା ବିଶ୍ୱାସଯୋଗ୍ୟ। ସେଥିପାଇଁ ପାଉଲ କହିଲେ, ଅତଏବ ଯେ ଏହା ଅଗ୍ରାହ୍ୟ କରେ। କ'ଣ ଅଗ୍ରାହ୍ୟ କରେ? ନା ଯେଉଁମାନେ ପବିତ୍ର ଜୀବନ କାଟିବାକୁ ଅଗ୍ରାହ୍ୟ କରନ୍ତି, ଯେଉଁମାନେ ସେ ଅସୁଚିତାର କାର୍ଯ୍ୟ କରୁଥାନ୍ତି, ଯେଉଁମାନେ ନିଜକୁ ଅଧର୍ମର କାର୍ଯ୍ୟରେ ସଂଯୁକ୍ତ କରିଥାନ୍ତି, ଯେପରି କହିଲି ଦୁଷ୍ଟତା, ଲୋଭ, ହିଂସା, ବିବାଦ, ଛଳ, ଦାମ୍ଭିକ, ଅହଂକାରୀ, ଦୁଷ୍କର୍ମ, ପିତାମାତାଙ୍କ ଅନାଜ୍ଞା ଭାବ, ନିୟମ ଭଗ୍ନକାରୀ, ବ୍ୟଭିଚାର, ରକ୍ତବାଦ, ସମ୍ବାଦପତ୍ର ଓଲଟେଇଲେ, ଏହି ପ୍ରକାର ଅଧର୍ମ ଆଜି ପ୍ରଥମେ ଦୃଷ୍ଟିକୋଣକୁ ଆସେ। ଏଥିରୁ ଜଣାପଡ଼େ ଯେ ଆଜିର ସମାଜ ପ୍ରତ୍ୟେକ ସ୍ଥାନରେ, ଦେଶରେ ଏହି ଅଧର୍ମ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ଲୋକମାନଙ୍କ ଜୀବନ ଅସୁଚିତାର ଜୀବନ, ପାପମୟ ଜୀବନ, ଦୁର୍ଗନ୍ଧମୟ ଜୀବନ, ଯେଉଁ ଜୀବନ ସେମାନଙ୍କୁ ଏକ ଅନନ୍ତକାଳୀନ ବିନାଶକ ପଥକୁ ନେଇଯାଏ, ଏହା ସେମାନେ ଜାଣିପାରନ୍ତି ନାହିଁ। ସେଥିପାଇଁ ଏ ସତ୍ୟ ପ୍ରକାଶିତ ହୁଏ ଯେ ଯେଉଁମାନେ ସତ୍ୟକୁ ଗ୍ରହଣ କରନ୍ତି ସେମାନେ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ସତ୍ୟକୁ ଗ୍ରହଣ କରିବାର ଅର୍ଥ ହେଉଛି ଅଧର୍ମକୁ ଦୂରୀକୃତ କରିବା, ଅଧର୍ମ କାର୍ଯ୍ୟରୁ ଆପଣଙ୍କୁ ଦୂରେଇ ନେବା, ଅସୁଚିତାର କାର୍ଯ୍ୟରୁ ବାହାରି ଆସିବା, ଅର୍ଥାତ୍ ଆପଣଙ୍କୁ ପବିତ୍ର ଜୀବନ କାଟିବା। ଏହି ପ୍ରସଙ୍ଗକୁ ବା ଏହି ସତ୍ୟତାକୁ ଯେଉଁମାନେ ଅଗ୍ରାହ୍ୟ କରନ୍ତି, ପାଉଲ କହୁଛନ୍ତି ପ୍ରଥମ ଥେସଲୋନିକ 4 ପର୍ବ 8 ପଦରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେ ଏହା ଅଗ୍ରାହ୍ୟ କରେ ସେ ଯେଉଁ ଈଶ୍ୱର ତୁମମାନଙ୍କ ଅନ୍ତରରେ ଆପଣାର ପବିତ୍ର ଆତ୍ମାକୁ ଦେଇଛନ୍ତି, ଯେଉଁ ପବିତ୍ର ଆତ୍ମା ମନୁଷ୍ୟକୁ ପବିତ୍ର କାର୍ଯ୍ୟ କରିବା ପାଇଁ ପ୍ରେରଣା ଦିଏ, ଯେଉଁ ପବିତ୍ର ଆତ୍ମା ମନୁଷ୍ୟକୁ ମନ୍ଦକୁ ପରିତ୍ୟାଗ କରିବା ପାଇଁ ପ୍ରେରଣା ଦିଏ, ତାହାକୁ କୁହାଯାଏ ଈଶ୍ୱର ଦତ୍ତ ପବିତ୍ର ଆତ୍ମା। ଯେଉଁ ପବିତ୍ର ଆତ୍ମା ମନୁଷ୍ୟକୁ ଉତ୍ତମ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦିଏ, ଯେଉଁ ପବିତ୍ର ଆତ୍ମା ମନୁଷ୍ୟକୁ ସତ୍କାର୍ଯ୍ୟ ପାଇଁ ପ୍ରବୃତ୍ତି କରାଏ, ସେହି ଆତ୍ମା ମନୁଷ୍ୟକୁ ଉତ୍ତମ ମାର୍ଗରେ କଢ଼ାଇ ନିଏ। କାରଣ ପବିତ୍ର ଆତ୍ମା ଜାଣନ୍ତି ଯେ ଉତ୍ତମ କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟ ଏକ ଉତ୍ତମ ସ୍ଥାନକୁ ଯାଇପାରେ। ଏବଂ ଯେଉଁମାନେ ଏହାକୁ ଅଗ୍ରାହ୍ୟ କରନ୍ତି ସେମାନେ ମନୁଷ୍ୟ ଯେ କେବଳ ଅଗ୍ରାହ୍ୟ କରନ୍ତି ତା ନୁହେଁ, ଶାସ୍ତ୍ରରେ ଲେଖାଯାଏ ଏହା ଈଶ୍ୱର ଯେଉଁ ମନୁଷ୍ୟର ହୃଦୟରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି, ଈଶ୍ୱରଙ୍କୁ ଅଗ୍ରାହ୍ୟ କରନ୍ତି। ଏବଂ ଏହାର ପରିଣାମ ହେଉଛି ଅତୀବ ଭୟଙ୍କର। ଏହାର ପରିଣାମ ହେଉଛି ଏକ ଦଣ୍ଡର ପରିଣାମ। ସେଥିପାଇଁ ଆଜିର ପ୍ରସଙ୍ଗ ହେଉଛି ଯେ ଅଧର୍ମର ପରିଣାମ। ଏ ଅଧର୍ମର ପରିଣାମ ଅତି ଭୟାବହ, କାରଣ ଈଶ୍ୱର ସେଦିନ ଆପଣର ସେଇ ଦଣ୍ଡ ସେ ଅଗ୍ନି ଦ୍ୱାରା ପ୍ରକାଶ କରିବେ। ଯେଉଁମାନେ ତାଙ୍କର ଅବାଧ୍ୟ ହୋଇଛନ୍ତି, ଯେଉଁମାନେ ସତ୍ୟର ଅବାଧ୍ୟ, ଯେଉଁମାନେ ଅଧର୍ମରେ ସନ୍ତୁଷ୍ଟ, ଯେଉଁମାନେ ଦୁଷ୍କର୍ମରେ ଆନନ୍ଦ, ସେଦିନ ଈଶ୍ୱରଙ୍କର କ୍ରୋଧର ସେମାନେ ସମ୍ମୁଖୀନ ହେବେ। ସେଥିପାଇଁ ପ୍ରଥମ ପିତର 4 ପର୍ବ 2 ପଦରେ ସାଧୁ ପିତର କହୁଛନ୍ତି, ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ, ଧରନ୍ତୁ ମୋତେ ଆଜି ଯେଉଁ ବୟସରେ ମୁଁ ପହଞ୍ଚିଛି, ମୁଁ ଯେଉଁ କାର୍ଯ୍ୟ ହୁଏତ କରିଛି, ଯେଉଁ କାର୍ଯ୍ୟରେ ଈଶ୍ୱର ସନ୍ତୁଷ୍ଟ ନୁହନ୍ତି, କିନ୍ତୁ ଅବିଠାରୁ ବି ଈଶ୍ୱର ଆମକୁ ସେଇ ସୁଯୋଗଟା ଦେଇଛନ୍ତି। ଏହା ଆମ ପାଇଁ ବହୁମୂଲ୍ୟ ଯେ ମୋର ଜୀବନର ଯେଉଁ ଅବଶିଷ୍ଟ କାଳ ମୋ ପାଇଁ ଅଛି, ମୁଁ ଜାଣିନି କେତେ ଦିନ, କେତେ ସମୟ, କେତେ ମୁହୂର୍ତ୍ତ ବା କେତେ ମାସ ବା କେତେ ବର୍ଷ, କିନ୍ତୁ ପିତର କହିଲେ ଆମମାନଙ୍କ ଜୀବନର ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁ ଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କର ଇଚ୍ଛା ଅନୁସାରେ କ୍ଷେପଣ କରିବା। କୁ ଅଭିଳାଷ, ଏ କୁ ଅଭିଳାଷ
ପାଉଲ ରୋମୀ ମଣ୍ଡଳୀ କହୁଛନ୍ତି ଏଇ କୁ ଅଭିଳାଷ ହେଉଛି ମନୁଷ୍ୟର ଶାରୀରିକ ଅଭିଳାଷ, ଜାଗତିକ ଅଭିଳାଷ। ଏହି ଅଭିଳାଷ ମନୁଷ୍ୟକୁ ଏକ ମୃତ୍ୟୁଜନକ ଅବସ୍ଥାକୁ ନେଇଯାଏ। ସେ ମୃତ୍ୟୁ କେବଳ ଶାରୀରିକ ନୁହେଁ, ମାତ୍ର ଆତ୍ମିକ ମୃତ୍ୟୁ। ସେଥିପାଇଁ ଶାସ୍ତ୍ରରେ ଲେଖାଯାଏ ଯେ ଶାରୀରିକ ଅଭିଳାଷ, କୁ ଅଭିଳାଷ ମୃତ୍ୟୁଜନକ ଓ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା। କାରଣ ଶାରୀରିକ ଅଭିଳାଷ ମନୁଷ୍ୟକୁ ଈଶ୍ୱରଙ୍କର କ୍ରୋଧର ପାତ୍ର କରାଏ। ସେଥିପାଇଁ ପିତର କହିଲେ ଯେ ତୁମେ ଅବଶିଷ୍ଟ କାଳ ତୁମ ଜୀବନର କୁ ଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କର ଇଚ୍ଛା ଅନୁସାରେ କ୍ଷେପଣ କର। ତେବେ ଈଶ୍ୱରଙ୍କର ଇଚ୍ଛା କ'ଣ? ଈଶ୍ୱରଙ୍କର ଇଚ୍ଛା ଭାରି ସ୍ପଷ୍ଟ ଭାବରେ ପ୍ରଥମ ଥେସଲୋନିକେ 4:3 ଲେଖାଯାଏ ଯେ ତୁମ୍ଭେମାନେ ଅର୍ଥାତ୍ ଆମ୍ଭେମାନେ ଯେପରି ପବିତ୍ର ହଉ। ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଆମେମାନେ ଯେପରି ପବିତ୍ର ହଉ, ଆମେ ଯେପରି ଉତ୍ତମ କାର୍ଯ୍ୟ କରୁ, ଆମେ ଯେପରି ସମସ୍ତଙ୍କ ଆଦରଣୀୟ ହଉ, ଆମେ ଯେପରି ସର୍ବୋପରି ଆମର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ଆଦରଣ ହେଇପାରୁ, ଉତ୍ତମ କାର୍ଯ୍ୟରେ ପ୍ରଭୁତ୍ୱ ହେଇ ତାଙ୍କ ରାଜ୍ୟ ନିମନ୍ତେ ଆପଣଙ୍କୁ ପ୍ରସ୍ତୁତ କରିପାରୁ, ଏକ ପବିତ୍ର ସିଦ୍ଧ ଜୀବନ କାଟିପାରୁ, ଏହା ସେ ଇଚ୍ଛା କରନ୍ତି। ଅର୍ଥାତ୍ କଲୋସୀ ମଣ୍ଡଳୀକୁ ପାଉଲ କହିଲେ 3:5 ଅର୍ଥାତ୍ ତୁମେ ନାନା ପ୍ରକାର ମନ୍ଦ, ଯେପରି ମୁଁ ଆପଣମାନଙ୍କୁ କହିଲି, ନାନା ପ୍ରକାର ଅଧର୍ମ ବିଷୟ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, ମନ୍ତତା, କୁ ଅଭିଳାଷ, ରାଗ, କ୍ରୋଧ, ହିଂସା, କୁତ୍ସିତ ବାକ୍ୟ, ଏ ସବୁକୁ ତୁମେ ପରିତ୍ୟାଗ କର। ଏ ସବୁକୁ ପରିତ୍ୟାଗ ନ କଲେ ମନୁଷ୍ୟ ଜଣେ ସିଦ୍ଧ ଆଉ ପବିତ୍ର ଜୀବନ କାଟିପାରିବ ନାହିଁ। ଯେତେବେଳେ ମନୁଷ୍ୟ ଏହି ସମସ୍ତ ଅଧର୍ମକୁ ପରିତ୍ୟାଗ କରେ, ସେତେବେଳେ ସେ ଏକ ସିଦ୍ଧ ଆଉ ପବିତ୍ର ଜୀବନ କାଟିବା ପାଇଁ ପ୍ରୟାସ କରେ ଏବଂ ଈଶ୍ୱର ଏହାକୁ ଅପେକ୍ଷା କରିଥାନ୍ତି ଯେ ମୋର ସନ୍ତାନମାନେ କେତେବେଳେ ମୋର ଏହି ରବ ଶୁଣିବେ, ସତ୍ୟକୁ ଗ୍ରହଣ କରି ପବିତ୍ର ଜୀବନ କାଟିବେ। କାରଣ ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି, ରୋମୀ ମଣ୍ଡଳୀକୁ 2 ପାଉଲ କହୁଛନ୍ତି ରୋମୀ ମଣ୍ଡଳୀକୁ ତାର 7-8 ଯେଉଁମାନେ ଧୈର୍ଯ୍ୟ ଧରି ଉତ୍ତମ କର୍ମ କରିବା ସହ ଗୌରବ, ସମ୍ମାନ, ଅମରତାକୁ ଅନ୍ୱେଷଣ କରନ୍ତି, ସେମାନଙ୍କୁ ସେ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନନ୍ତ ଜୀବନ ପ୍ରଦାନ କରିବେ। ମାତ୍ର ଯେଉଁମାନେ ସ୍ୱାର୍ଥପର, ପୁଣି ସତ୍ୟର ଅନାଜ୍ଞାବହ, ମନେ ରଖିବା ଭାରି ଗୁରୁତ୍ୱପୂର୍ଣ୍ଣ ଏ ଶବ୍ଦଟି ଲେଖାଯାଇଛି ରୋମୀ 2:8। ମାତ୍ର ଯେଉଁମାନେ ସ୍ୱାର୍ଥପର, ପୁଣି ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ। ଧର୍ମଶାସ୍ତ୍ର ବାଇବଲରେ ଏ ସମସ୍ତ ସତ୍ୟ ପ୍ରକାଶିତ ହୋଇଛି। ପବିତ୍ର ଜୀବନର ତାର ପରବର୍ତ୍ତୀ ସମୟ ହେଉଛି ଅନନ୍ତକାଳୀନ ସୁଖଦାୟକ ଅବସ୍ଥା। କିନ୍ତୁ ପବିତ୍ର ଧର୍ମଶାସ୍ତ୍ର ସେହି ସତ୍ୟ ପ୍ରକାଶ କରେ ଯେଉଁମାନେ ଅଧର୍ମ କରୁଛନ୍ତି, ଯେଉଁମାନେ ଅସତ୍ୟରେ ଆଜି ପର୍ଯ୍ୟନ୍ତ ରହିଅଛନ୍ତି, ଯେଉଁମାନେ ଦୁଷ୍କର୍ମ କରୁଅଛନ୍ତି, ଯେଉଁମାନେ ଅଧର୍ମର ଆଜ୍ଞାବହ ହେଉଛନ୍ତି, ସେମାନଙ୍କ ପ୍ରତି ଈଶ୍ୱରଙ୍କର କ୍ରୋଧ ଓ କୋପ ନିଶ୍ଚିତ ଭାବରେ ଘଟିବ। କାରଣ ନାହୁମ 1 ତାର 6 ଲେଖାଯାଏ ଯେ ଈଶ୍ୱର ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ। ତେବେ କି ପ୍ରକାର କ୍ରୋଧ ଘଟିବ? ଭବିଷ୍ୟତ ବକ୍ତା ଜିଜିକାଲଙ୍କ ପୁସ୍ତକରେ ଲେଖାଯାଏ ତାର 11:21 ମାତ୍ର ଯେଉଁମାନଙ୍କର ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁ ସକଳର ହୃଦୟ ଅନୁସାରେ ଆଚରଣ କରେ। କାରଣ ନାନା ପ୍ରକାର ମନ୍ଦ ବିଷୟ ଏହି ହୃଦୟରୁ ବାହାରେ। ଈର୍ଷା ହଉ, ହିଂସା ହଉ, କାମ ହଉ, କ୍ରୋଧ ହଉ, ଦୁଷ୍କର୍ମ ହଉ, ଅଧର୍ମ ହଉ, ମନ୍ଦତା ହଉ, ଅନ୍ୟର ଅନିଷ୍ଟ ଚିନ୍ତା ହଉ, ପରର କ୍ଷତି ହଉ, ଅମଙ୍ଗଳ ହଉ, ଏ ସମସ୍ତ ବିଷୟ ହୃଦୟରୁ ବାହାରେ। ସେଥିପାଇଁ ଲେଖାଗଲା ଜିଜିକାଲ ପୁସ୍ତକରେ 11:21 ଯେଉଁମାନଙ୍କର ହୃଦୟ ଆପଣାମାନଙ୍କର ଅଶୁଚି ହେଉଛି ମନ୍ଦ, ଘୃଣାଯୋଗ୍ୟ ବସ୍ତୁ ସକଳ ହୃଦୟ ଅନୁସାରେ ଆଚରଣ କରନ୍ତି, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କର ମସ୍ତକରେ ବର୍ତ୍ତାଇବା। ଏହା ପ୍ରଭୁ ସଦାପ୍ରଭୁ କିଏ? ନା ଆକାଶ ମଣ୍ଡଳର ସୃଷ୍ଟିକର୍ତ୍ତା ପରମେଶ୍ୱର, ଯିଏ ଆପଣାର ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କଲେ, ଯିଏ ଆକାଶ ମଣ୍ଡଳ ସୃଷ୍ଟି କଲେ, ଯାହାଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ ଉଦିତ ହୁଅନ୍ତି, ଯାହାଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ ଅସ୍ତଗମନ କରନ୍ତି, ସେ ମେଘମାଳାରେ ଜଳରାଶିକୁ ବାନ୍ଧନ୍ତି, ତହିଁର ତଳେ ମେଘ ଚିରିଯାଏ ନାହିଁ, ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି। ମୋର ପ୍ରିୟମାନେ, ବରଫ କେତେବେଳେ ପକାଇ ଦିଅନ୍ତି? ନା ଯେତେବେଳେ ତୁଷାରପାତ ହୁଏ। ଆପଣମାନେ ଜାଣନ୍ତି ପୃଥିବୀର ଅନେକ ସମୟରେ ଏପରି ଏକ ସମୟ ଅଛି ଯେଉଁ ସମୟରେ ବରଫ
ତୁଷାର ପରି ପଡ଼େ। ଶାସ୍ତ୍ରରେ ଲେଖାଯାଏ ଯେ ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି, ପୁଣି ସେ ସବୁକୁ ସେ ଆପଣାର ବାକ୍ୟ ପଠାଇ ତରଳାଇ ପକାନ୍ତି। ସେଇ ହେଉଛି ସୈନ୍ୟାଧିପତି ସଦାପ୍ରଭୁ, ସେଇ ହେଉଛି ଭୟଯୋଗ୍ୟ। କାରଣ ତାଙ୍କଠାରେ ଅଛି ଶାନ୍ତି, ତାଙ୍କଠାରେ ଅଛି ମୁକ୍ତି, ତାଙ୍କଠାରେ ଅନନ୍ତ ଜୀବନ। କିନ୍ତୁ ଯେଉଁମାନେ ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ପାଇଁ ଅଛି ଅନନ୍ତକାଳୀନ ଦଣ୍ଡର ବ୍ୟବସ୍ଥା। ସେଥିପାଇଁ ଶାସ୍ତ୍ର ଲେଖାଯାଏ ଯେଉଁମାନେ ଆପଣାର ଅଶୁଚି ଘୃଣାଯୋଗ୍ୟ ବସ୍ତୁ ସକଳ ହୃଦୟ ଅନୁସାରେ ଆଚରଣ କରନ୍ତି ସେମାନଙ୍କ ମସ୍ତକରେ ସେଦିନ ସଦାପ୍ରଭୁ ଆଉ ସେ ଦଣ୍ଡ ବର୍ତ୍ତାଇବେ। ଆଜିର ଶେଷ ପର୍ଯ୍ୟାୟରେ ଏକ ଚିନ୍ତାଧାରା ରଖିବା ପାଇଁ ଏଇଥିପାଇଁ ମୁଁ ଚାହୁଁଛି, ଆଉ କିଛି ଦିନ ପରେ ଆମେ ଏକ ସ୍ୱାଧୀନର ସମୟ ଭିତରକୁ ଯିବା, ଯାଉଛି ଦେଶର ସ୍ୱାଧୀନ। ଇଏ ହେଉଛି ଦେଶର ସ୍ୱାଧୀନ। କିନ୍ତୁ ଧର୍ମଶାସ୍ତ୍ର ବାଇବଲରେ ଏହି ସ୍ୱାଧୀନତାର ଶବ୍ଦକୁ ଭାରି ସୁନ୍ଦର ବ୍ୟାଖ୍ୟା କରାଯାଏ। ମନୁଷ୍ୟ ଏହି ସ୍ୱାଧୀନତାର ବ୍ୟାଖ୍ୟାକୁ ଅନେକ ସମୟରେ ବୁଝିପାରେ ନାହିଁ। ସ୍ୱାଧୀନର ଚିନ୍ତାଧାରାକୁ ସେ ଏହିପରି ଭାବେ ଯେ ମୁଁ ଯେହେତୁ এই ପୃଥିବୀରେ ଜନ୍ମ ନେଇଛି, ମୋର ସ୍ୱାଧୀନ ଚିନ୍ତାଧାରା ଅଛି, ମୋର এই ସ୍ୱାଧୀନ ଚିନ୍ତାଧାରାର ଅଧୀନରେ ମୁଁ ଯାହା ଇଚ୍ଛା ତାହା କରିପାରିବି। ଏହାଦ୍ୱାରା ଏହା ଦେଖାଯାଏ, ପରିଲକ୍ଷିତ ହୁଏ ସମାଜରେ ଯେ ମନୁଷ୍ୟ ତାର ସ୍ୱାଧୀନ ଚିନ୍ତାଧାରା ଦ୍ୱାରା ଏପରି କିଛି କର୍ମ କରି ପକାଏ ଯେଉଁ କର୍ମ ଦ୍ୱାରା ପ୍ରଥମରେ ତା ନିଜର କ୍ଷତି ହୁଏ, ଦ୍ୱିତୀୟରେ ପରିବାରର କ୍ଷତି ହୁଏ, ତୃତୀୟରେ ସମାଜର କ୍ଷତି ହୁଏ। ଇଏ ହେଉଛି ସ୍ୱାଧୀନତାର ସବୁଠୁ ବଡ଼ ଭୟଙ୍କର ବିଷୟ ଗୁଡ଼ାକ। ମୁଁ ସ୍ୱାଧୀନ, ମୁଁ ଯାହା କରିପାରିବି, ଇଚ୍ଛା ତାହା କରିପାରିବି, ମୁଁ ଯେଉଁ ସ୍ଥାନକୁ ଯାଇପାରିବି ତାହା କରିପାରିବି। ଏହି ସ୍ୱାଧୀନର ବ୍ୟବସ୍ଥା ଦ୍ୱାରା ମୋର ପ୍ରିୟମାନେ, ଆଜିକାଲି ଅନେକ ଯୁବାମାନେ ନିଜ ନିଜର ଜୀବନକୁ ହରାଇ ଦେଉଛନ୍ତି। ନିଜ ନିଜର ଜୀବନକୁ ସେମାନେ ନିଜ ହାତରେ ହରାଉଛନ୍ତି, କାରଣ ସେମାନେ ଭାବୁଛନ୍ତି ମୁଁ ସ୍ୱାଧୀନ, ମୁଁ ଯାହା ଚାହିଁବି ତାହା କରିପାରିବି। କିନ୍ତୁ ତାହା ସ୍ୱାଧୀନତା ନୁହେଁ, ତାହା ପ୍ରକୃତ ସ୍ୱାଧୀନତା ନୁହେଁ। ଧର୍ମଶାସ୍ତ୍ର ବାଇବଲରେ ସେ ସମ୍ପର୍କରେ ଏହି ବିଷୟ ଲେଖାଯାଏ। କାରଣ ମନୁଷ୍ୟ ସେଥିପାଇଁ ନିଜର ଏହି ସ୍ୱାଧୀନ ଚିନ୍ତାଧାରା ଦ୍ୱାରା ଆଜି ନାନା ପ୍ରକାର ଅଧର୍ମ କାର୍ଯ୍ୟରେ ସେ ପ୍ରବୃତ୍ତି ହୋଇଅଛି। ସେ ନାନା ପ୍ରକାର ଅସୁଚିତା କାର୍ଯ୍ୟରେ ନିଜକୁ ସାମିଲ କରୁଅଛି ଏବଂ ଏହା ଯେ ତା ନିଜକୁ ଏକ ମୃତ୍ୟୁଦାୟକ ଅବସ୍ଥାକୁ ନେଉଅଛି, ଏହା ସେ ଜାଣିପାରୁନାହିଁ। ସେଥିପାଇଁ ଏହି ଅଧର୍ମର ପରିଣାମ ଯାହାକି ସୁନ୍ଦର ଭାବରେ ଧର୍ମଶାସ୍ତ୍ର ବାଇବଲ ଲେଖାଯାଇଛି, ଆଜି ସେ ଗୋଟେ ଶବ୍ଦ ସ୍ୱାଧୀନତାର ପ୍ରକୃତ ବିଷୟ ଧର୍ମଶାସ୍ତ୍ର ବାଇବଲ ପ୍ରକାଶ କରେ। ଟିକେ ଦେଖିବା, ତା ହେଉଛି ପ୍ରଥମ କରନ୍ଥୀ, ସାଧୁ ପାଉଲ ପ୍ରଥମ କରନ୍ଥୀ ମଣ୍ଡଳୀକୁ 10 ପର୍ବ 23 ପଦରେ ଏହି ସ୍ୱାଧୀନତା ପ୍ରସଙ୍ଗରେ ଗୋଟେ ଶବ୍ଦ କହିଲେ। କ'ଣ କହିଲେ ନା, ସେ କହିଲେ ଯେ ପ୍ରତ୍ୟେକ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି। ଏହା ସୁନିଶ୍ଚିତ ଆମେ ସ୍ୱାଧୀନ ଦେଶରେ ବାସ କରୁଛୁ। ଆମ ସମସ୍ତଙ୍କର ନିଜ ନିଜର ସ୍ୱାଧୀନତା ଅଛି। କିନ୍ତୁ ପାଉଲ କହିଲେ ସମସ୍ତ ବିଷୟ ହିତଜନକ ନୁହେଁ। ଏହାର ଅର୍ଥ ହେଉଛି ଆମେ ସ୍ୱାଧୀନ ବୋଲି ଆମେ ଯେଉଁ ଯେଉଁ କାର୍ଯ୍ୟ ନିଜ ସ୍ୱାଧୀନତାରେ କରୁ ସେ ସମସ୍ତ ବିଷୟ ହିତ ପାଇଁ ନ କରୁନାହୁଁ। ଏହା ହେଉଛି ସବୁଠୁ ବଡ଼ ପ୍ରସଙ୍ଗ। ଆମର ସ୍ୱାଧୀନତା କାର୍ଯ୍ୟ ବେଳେ ବେଳେ ନିଜର ଅହିତ, ପରର ଅହିତ, ଏହିପରି କାର୍ଯ୍ୟ ହୋଇ ପଡ଼େ। ଏହାକୁ ଆଜି ବୁଝିବାର ଆବଶ୍ୟକତା ଅଛି। ଯେଉଁ ଅହିତ ମନୁଷ୍ୟକୁ ଅଧର୍ମ କରିବାକୁ ପ୍ରବର୍ତ୍ତାଏ, ମନୁଷ୍ୟକୁ ଈଶ୍ୱରଙ୍କ କ୍ରୋଧର ପାତ୍ର କରାଏ, ମନୁଷ୍ୟକୁ ଈଶ୍ୱରଙ୍କର ଦଣ୍ଡର ପାତ୍ର କରାଏ। ସେଥିପାଇଁ ଯାକୋବଙ୍କ ପୁସ୍ତକ 2 ପର୍ବ 12 ପଦରେ ଲେଖାଯାଏ, ସେଠି ଲେଖାଯାଉଛି ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା। ଏହା କେବଳ ଧର୍ମଶାସ୍ତ୍ର ବାଇବଲ ହିଁ ପ୍ରକାଶ କରେ ଯେ ସ୍ୱାଧୀନତାର ବ୍ୟବସ୍ଥାର ଅର୍ଥ ହେଉଛି ମୁଁ ସ୍ୱାଧୀନ, ମୁଁ ଯାହା କରିପାରିବି। এই যে ବ୍ୟବସ୍ଥାଟି ଦିଆଯାଇଛି ପବିତ୍ର ଧର୍ମଶାସ୍ତ୍ରରେ, ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମେ ମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର। ତାର ଅର୍ଥ ହେଉଛି ମୁଁ ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯଦି ହିତକର କାର୍ଯ୍ୟ କରେ ତାହେଲେ ମୋ ପାଇଁ ହିତକର ଆଶୀର୍ବାଦ ଆସିବ, ମୋ ପାଇଁ ହିତକର ବ୍ୟବସ୍ଥାରେ ମୁଁ ବିଚାରିତ ହେବି। କିନ୍ତୁ ମୋର ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ମୁଁ ଯଦି ଅହିତକର କାର୍ଯ୍ୟ କରୁଛି ତେବେ ଅହିତକର ଅନୁସାରେ ମୁଁ ବିଚାରିତ ହେବି। ଏହା ମୋ ପାଇଁ ସେଦିନ ଭାରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ସେଥିପାଇଁ ମୋର ସ୍ୱାଧୀନତାକୁ ଆଜି ଯେପରି ମୁଁ ନିଜର, ପରିବାରର, ସମାଜର ହିତଜନକ ଭାବେ ବ୍ୟବହାର କରେ।
ଆଜି ଧର୍ମଶାସ୍ତ୍ର ବାଇବଲ ସେଇ କଥା ଆମକୁ ପ୍ରକାଶ କରେ। କାହିଁକି ନା ଆମେ ଆଉ କିଛି ଦିନ ପରେ ଏକ ସ୍ୱାଧୀନତାର ସମୟ ଭିତରକୁ ଯିବା। ଏଇ ହେଉଛି ପ୍ରକୃତ ସ୍ୱାଧୀନତା, ଯେଉଁ ସ୍ୱାଧୀନତା ହେଉଛି ମନୁଷ୍ୟକୁ ଉତ୍ତମ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ, ମନୁଷ୍ୟକୁ ହିତ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ ଏବଂ ମନୁଷ୍ୟକୁ ଈଶ୍ୱରଙ୍କର ବିଚାରର ସିଂହାସନ ସମ୍ମୁଖରେ ଏକ ଉତ୍ତମ ଅବସ୍ଥାକୁ ନେଇଯାଏ। କାହିଁକି? କାରଣ ଯେଉଁମାନେ ସତ୍କାର୍ଯ୍ୟ କରିଛନ୍ତି ସେମାନେ ଅନନ୍ତ ଜୀବନ ନିମନ୍ତେ ସେ ରାଜ୍ୟରେ ପ୍ରବେଶ କରିବେ। କିନ୍ତୁ ଯେଉଁମାନେ ଅସତ୍ କାର୍ଯ୍ୟ କରିଛନ୍ତି, ଯେଉଁମାନେ ଅଧର୍ମ କରିଛନ୍ତି, ଯେଉଁମାନେ ଅସତ୍ କାର୍ଯ୍ୟରେ ସନ୍ତୁଷ୍ଟ ହୋଇଛନ୍ତି, ଯେଉଁମାନେ କୁଅଭିଳାଷ ଅନୁସାରେ ଚାଲନ୍ତି, ଯେଉଁମାନେ ଅଧର୍ମରେ ସନ୍ତୁଷ୍ଟ ହୋଇଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ଦଣ୍ଡର ଏକ ସ୍ଥାନକୁ ଯିବେ। ଆମକୁ ଏଇ ସତ୍ୟତାକୁ ବୁଝିବାକୁ ଅଛି। ସେଥିପାଇଁ ଶାସ୍ତ୍ର ଲେଖାଯାଏ, ଯେଉଁମାନେ ସେ ସତ୍ୟକୁ ଗ୍ରହଣ କରନ୍ତି ସେ ସତ୍ୟ ସେମାନଙ୍କୁ ମୁକ୍ତ କରିବ। କେଉଁ ପ୍ରକାର ବ୍ୟବସ୍ଥାରୁ? ନା ପାପର ଦଣ୍ଡର ବ୍ୟବସ୍ଥାରୁ ସେମାନେ ମୁକ୍ତ ହେବେ। ତେବେ ଆସୁ ଆଜିର ଏହି ସୁନ୍ଦର ସମୟ ମଧ୍ୟରେ ଆମେ ଏକ ସୁନ୍ଦର ଜୀବନ କାଟିବା ନିମନ୍ତେ ଅଶୁଚି, ଅପବିତ୍ର, ଅଧର୍ମକୁ ଦୂରୀକୃତ କରୁ। ଆମ ଜୀବନକୁ ଆମର ନିଜର ହୃଦୟ ମଧ୍ୟରେ ସେ ପବିତ୍ରତାକୁ ସ୍ଥାନ ଦେଉ। ଜ୍ଞାନୀ ସଲୋମନ କହିଲେ, ମନୁଷ୍ୟର ହୃଦୟ ପବିତ୍ର ଆତ୍ମାଙ୍କର ବାସ କରିବାର ଏକ ବାସସ୍ଥାନ, ଏକ ମନ୍ଦିର। ଏହି ସ୍ଥାନକୁ ଆମେ ନଷ୍ଟ କରିବା ନାହିଁ। ଯଦି ଆମର ହୃଦୟ ଏକ ସୁନ୍ଦର ଆଲୋକରେ ପରିଣତ ହେବ, ତାହେଲେ ଅଶୁଚିତାର ପରିବର୍ତ୍ତେ, ଅଧର୍ମର ପରିବର୍ତ୍ତେ ଏକ ଆଲୋକ, ଆନନ୍ଦ, ପବିତ୍ର, ସିଦ୍ଧ ବିଷୟ ବାହାରିବ। ଏହା ନିଜ ପାଇଁ, ପରିବାର ପାଇଁ, ସମାଜ ପାଇଁ ଏବଂ ଈଶ୍ୱରଙ୍କ ଦୃଷ୍ଟିରେ ଆମ ସମସ୍ତଙ୍କୁ ଆଶୀର୍ବାଦର କାରଣ ହେବ। ସେଥିପାଇଁ ଆସନ୍ତୁ ଆମେ ଏହି ଅଧର୍ମକୁ ପରିତ୍ୟାଗ କରି ଈଶ୍ୱରଙ୍କର ବାକ୍ୟର ଆଜ୍ଞା ବହି ଆପଣଙ୍କୁ ସତ୍ୟରେ ବିଶ୍ୱାସ କରୁ କରୁ ସେ ଆଶୀର୍ବାଦର ଅଧିକାରୀ। ପ୍ରଭୁ ଏ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରଭୁ, ଧର୍ମଶାସ୍ତ୍ର ବାଇବଲରୁ ଏଇ ଯେଉଁ ସୁନ୍ଦର ବାକ୍ୟ ଗୁଡ଼ିକ ତୁମେ ଆମକୁ ଆଜି ପ୍ରକାଶ କରିଅଛ, ସେଥିପାଇଁ ଆମେ ତୁମ ନାମକୁ ଧନ୍ୟବାଦ କରୁଛୁ। ହଁ, ଏଇ ବାଇବଲ, ଧର୍ମଶାସ୍ତ୍ର ବାଇବଲରେ ଏଇ ସତ୍ୟତା ପ୍ରକାଶ କରେ ଯେ ଯେଉଁମାନେ ଉତ୍ତମ କାର୍ଯ୍ୟ କରନ୍ତି, ଯେଉଁମାନେ ହିତଜନକ କାର୍ଯ୍ୟ କରନ୍ତି, ଯେଉଁମାନେ ଆପଣା ଜୀବନକୁ ପବିତ୍ର ଭାବରେ କଢ଼େଇ ନିଅନ୍ତି, ଯେଉଁମାନେ ଆପଣଙ୍କୁ ଉତ୍ତମ କାର୍ଯ୍ୟରେ ପ୍ରବୃତ୍ତି କରାନ୍ତି, ସେମାନେ ଆଶୀର୍ବାଦର ଅଧିକାରୀ ହୁଅନ୍ତି ଏହି ଜୀବନରେ, ପୁଣି ପର ଜୀବନରେ। କିନ୍ତୁ ଯେଉଁମାନେ ଅଶୁଚିତାର ଜୀବନ କାଟନ୍ତି, ଯେଉଁମାନେ ଅଧର୍ମରେ କାର୍ଯ୍ୟ କରନ୍ତି, ଯେଉଁମାନେ ଅସତ୍ୟରେ ଥାନ୍ତି, ଯେଉଁମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟରେ ଲିପ୍ତ ଥାନ୍ତି, ସେମାନେ ଯେ କେବଳ ଦଣ୍ଡ ନିମନ୍ତେ ଆପଣଙ୍କୁ ପ୍ରସ୍ତୁତ କରନ୍ତି, ଏହା ଆମକୁ ଆଜି ବୁଝିବାକୁ ତୁମେ ଦେଇଛ। ଧନ୍ୟବାଦ ଦେଉଛୁ ପ୍ରଭୁ ଯୀଶୁ। ଯେଉଁ ଶ୍ରୋତାବନ୍ଧୁମାନେ ଏହି ସମସ୍ତ ବାକ୍ୟ ଶୁଣୁଛନ୍ତି, ଏ ବାକ୍ୟ ଦ୍ୱାରା ଉତ୍ତମ ବିଷୟକୁ ଗ୍ରହଣ କରି ଆଶୀର୍ବାଦର ଅଧିକାରୀ ହେବା ପାଇଁ ପ୍ରତ୍ୟେକ ଜଣକୁ ଆଶୀର୍ବାଦ କର। ଧନ୍ୟବାଦ, ପ୍ରଶଂସା କେବଳ ତୁମର ହେଉ ପ୍ରଭୁ। ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଆମେ ଯେପରି ପ୍ରଭୁ ସେଇ ଦୁଷ୍ଟତାର ମାର୍ଗକୁ ଆପଣାଇ ନ ନେଇ ଏକ ସୂଚି, ପବିତ୍ର, ସିଦ୍ଧ ଜୀବନକୁ ସ୍ୱାଧୀନତାର ମାନଦଣ୍ଡ ଭାବରେ ନିଜ ଜୀବନରେ ଆବରି ନେବା, ସେହିପରି ମନ, ଆତ୍ମା ତୁମେ ଆମ ପ୍ରତ୍ୟେକ ଜଣଙ୍କୁ ପ୍ରଦାନ କର। ପ୍ରାର୍ଥନା ସବୁ ଶୁଣିଛ ବୋଲି ଧନ୍ୟବାଦ ଦେଇ ନିଜକୁ ଆମ ପ୍ରତ୍ୟେକ ଜଣଙ୍କୁ ତୁମ ହାତରେ ସମର୍ପିତ ହୋଇ ଏହି ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍।